ପିଲାମାନେ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। ଆଦିମ କାଳରୁ ଚନ୍ଦ୍ର ମଣିଷର କଳ୍ପନା, ସାହିତ୍ୟ, ସଂସ୍କୃତି ଏବଂ ବିଜ୍ଞାନର ଅବିଚ୍ଛିନ୍ନ ଅଂଶ ହୋଇ ରହିଆସିଛି। କବିଙ୍କ ପାଇଁ ଚନ୍ଦ୍ର ପ୍ରେମ ଓ ସୌନ୍ଦର୍ଯ୍ୟର ପ୍ରତୀକ, ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଏହା ଗବେଷଣାର ବିଷୟ, ଆଉ ସାଧାରଣ ଲୋକଙ୍କ ପାଇଁ ଏହା ବିସ୍ମୟର ପ୍ରତୀକ। ହଜାର ହଜାର ବର୍ଷ ଧରି ମଣିଷ ଚନ୍ଦ୍ରକୁ ଦେଖି ଅନେକ ପ୍ରଶ୍ନ କରି ଆସିଛି। ସେଠାରେ କ'ଣ ଅଛି? ଜୀବନ ସମ୍ଭବ କି? ଜଳ ଅଛି କି? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାର ଚେଷ୍ଟା ହିଁ ମହାକାଶ ବିଜ୍ଞାନକୁ ଆଜି ଏତେ ଦୂରକୁ ନେଇ ଆସିଛି। ମାନବ ସଭ୍ୟତା ଇତିହାସରେ 1969 ମସିହା ଏକ ସ୍ମରଣୀୟ ବର୍ଷ। ସେହି ବର୍ଷ ଆମେରିକାର ଆପୋଲୋ 11 ଅଭିଯାନ ମାଧ୍ୟମରେ ପ୍ରଥମ ଥର ପାଇଁ ମଣିଷ ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲେ। ନୀଲ୍ ଆର୍ମଷ୍ଟ୍ରଙ୍ଗଙ୍କ ସେହି ଐତିହାସିକ ପଦକ୍ଷେପ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଚନ୍ଦ୍ରରୁ ଶିଳା ଏବଂ ମାଟିର ନମୁନା ପୃଥିବୀକୁ ଅଣାଯାଇଥିଲା। ସେହି ସମୟରେ ବୈଜ୍ଞାନିକମାନେ ଏହି ନମୁନାଗୁଡ଼ିକୁ ପରୀକ୍ଷା କରି ଧାରଣା କରିଥିଲେ ଯେ ଚନ୍ଦ୍ର ସମ୍ପୂର୍ଣ୍ଣ ଶୁଷ୍କ ଏବଂ ଏଠାରେ ଜଳର କୌଣସି ଅସ୍ତିତ୍ୱ ନାହିଁ। ଫଳରେ ଦୀର୍ଘ ସମୟ ଧରି ଏହି ଧାରଣା ବିଶ୍ୱବ୍ୟାପୀ ଭାବେ ଗ୍ରହଣ କରାଯାଇଥିଲା। କିନ୍ତୁ ବିଜ୍ଞାନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ସଦା ପ୍ରମାଣ ଉପରେ ଆଧାରିତ। ନୂତନ ପ୍ରମାଣ ମିଳିଲେ ପୁରୁଣା ଧାରଣା ବଦଳିଯାଏ। ଏହି କଥାକୁ ସତ୍ୟ ପ୍ରମାଣ କରିଥିଲା ଭାରତର ମହାକାଶ ଅଭିଯାନ। 11 ଅକ୍ଟୋବର 2008 ମସିହାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସଫଳତାର ସହିତ ଚନ୍ଦ୍ରଯାନ-1କୁ ଉତକ୍ଷେପଣ କରିଥିଲା। ଏହା କେବଳ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ନୁହେଁ, ବରଂ ଭାରତର ବୈଜ୍ଞାନିକ ଦକ୍ଷତାର ଏକ ଅନନ୍ୟ ପ୍ରଦର୍ଶନ ଥିଲା। ଏହି ଅଭିଯାନରେ ଭାରତ ସହିତ ନାସା, ୟୁରୋପୀୟ ମହାକାଶ ସଂସ୍ଥା ଓ ବୁଲଗେରିଆ ସମେତ ଅନେକ ଦେଶର ବୈଜ୍ଞାନିକ ଉପକରଣ ସ୍ଥାନ ପାଇଥିଲା। ଚନ୍ଦ୍ରଯାନ-1ର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ରାସାୟନିକ ଗଠନ, ଖଣିଜ ସମ୍ପଦ ଏବଂ ପୃଷ୍ଠଭାଗର ବିସ୍ତୃତ ଅଧ୍ୟୟନ କରିବା। ଏହି ଅଭିଯାନରେ ଲାଗିଥିବା ମୁନ୍ ମିନେରୋଲୋଜି ମ୍ୟାପର M3 ନାମକ ଯନ୍ତ୍ର ଚନ୍ଦ୍ରପୃଷ୍ଠରୁ ପ୍ରତିଫଳିତ ସୂର୍ଯ୍ୟକିରଣର ବିଶ୍ଳେଷଣ କରି ପ୍ରଥମ ଥର ପାଇଁ ଜଳ ଅଣୁ ଏବଂ ହାଇଡ୍ରୋକ୍ସିଲ୍ ଅଣୁର ଉପସ୍ଥିତି ଚିହ୍ନଟ କରିଥିଲା। ଏହା ମହାକାଶ ବିଜ୍ଞାନରେ ଏକ ବିପ୍ଳବାତ୍ମକ ଆବିଷ୍କାର ଥିଲା। ଏହି ସଫଳତା ପରେ ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଆଡ଼କୁ ଆକୃଷ୍ଟ ହୋଇଥିଲା। ଆଜି ମଧ୍ୟ ବିଶ୍ୱର ବୈଜ୍ଞାନିକମାନେ ସ୍ୱୀକାର କରନ୍ତି ଯେ ଚନ୍ଦ୍ରରେ ଜଳ ଖୋଜିବାରେ ଭାରତର ଅବଦାନ ଐତିହାସିକ। ଚନ୍ଦ୍ରଯାନ-1ର ସଫଳତା ପରେ ନାସା ଓ ଅନ୍ୟାନ୍ୟ ମହାକାଶ ସଂସ୍ଥା ଆହୁରି ଗଭୀର ଗବେଷଣା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ LCROSS ଏବଂ ଲୁନାର ରିକଗ୍ନାନ୍ସ ଅର୍ବିଟର ଅଭିଯାନ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଅଞ୍ଚଳରେ ସ୍ଥାୟୀ ଛାୟାଯୁକ୍ତ ଗହ୍ୱର ଗୁଡ଼ିକରେ ବରଫ ଆକାରରେ ଜଳ ଉପସ୍ଥିତି ସମ୍ପର୍କରେ ଅଧିକ ସ୍ପଷ୍ଟ ପ୍ରମାଣ ଦେଇଥିଲେ। ଏହି ଅଞ୍ଚଳଗୁଡ଼ିକରେ ସୂର୍ଯ୍ୟର ଆଲୋକ ପହଞ୍ଚୁ ନଥିବାରୁ ତାପମାତ୍ରା -200 ଡିଗ୍ରୀ ସେଲସିୟସରୁ ମଧ୍ୟ କମ୍ ରହେ। ଏପରି ପରିବେଶରେ ବରଫ ଲକ୍ଷ ଲକ୍ଷ ବର୍ଷ ଧରି ଅକ୍ଷୁଣ୍ଣ ରହିପାରେ। ଏଠାରେ ଗୋଟିଏ ପ୍ରଶ୍ନ ସ୍ୱାଭାବିକ ଭାବେ ଉଠେ, ଚନ୍ଦ୍ରପୃଷ୍ଠରେ ଜଳ ଆସିଲା କେଉଁଠୁ? ବୈଜ୍ଞାନିକମାନଙ୍କ ମତାନୁସାରେ କୋଟି କୋଟି ବର୍ଷ ଧରି ଧୂମକେତୁ ଓ ଜଳଯୁକ୍ତ ଉଲ୍କାପିଣ୍ଡ ଚନ୍ଦ୍ରରେ ଆଘାତ କରିଛି। ଏହି ଧୂମକେତୁଗୁଡ଼ିକରେ ବରଫ ଆକାରରେ ଜଳ ରହିଥାଏ। ଆଘାତ ପରେ ସେଥିରୁ ନିର୍ଗତ ଜଳର କିଛି ଅଂଶ ଚନ୍ଦ୍ରର ଧ୍ରୁବ ଅଞ୍ଚଳର ଶୀତଳ ଗହ୍ୱରରେ ସଂରକ୍ଷିତ ହୋଇ ରହିଯାଇଛି। ଅନ୍ୟ ଏକ ମତ ହେଉଛି ସୂର୍ଯ୍ୟରୁ ଆସୁଥିବା ହାଇଡ୍ରୋଜେନ୍ ଆୟନ ଚନ୍ଦ୍ରର ଅମ୍ଳଜାନଯୁକ୍ତ ଖଣିଜ ସହିତ ପ୍ରତିକ୍ରିୟା କରି ଅଳ୍ପ ପରିମାଣରେ ଜଳ ଅଣୁ ସୃଷ୍ଟି କରିପାରେ। ପିଲାମାନେ, ଏହି ଆବିଷ୍କାର କେବଳ ବୈଜ୍ଞାନିକ ଦୃଷ୍ଟିରୁ ନୁହେଁ,
ଭବିଷ୍ୟତର ମହାକାଶ ଅନୁସନ୍ଧାନ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଠାରେ ଜଳ ଅଛି ସେଠାରେ ଭବିଷ୍ୟତରେ ମଣିଷ ବସବାସର ସମ୍ଭାବନା ବଢ଼ିଯାଏ। ତେଣୁ ଚନ୍ଦ୍ରରେ ଜଳ ଉପସ୍ଥିତି ମହାକାଶ ବିଜ୍ଞାନର ଦିଗକୁ ଏକ ନୂଆ ମୋଡ଼ ଦେଇଛି। ପିଲାମାନେ, ଆମେ ଜାଣିଲୁ ଯେ ଭାରତର ଚନ୍ଦ୍ରଯାନ-1 ଅଭିଯାନ ଚନ୍ଦ୍ରରେ ଜଳର ଉପସ୍ଥିତି ସମ୍ପର୍କରେ ବିଶ୍ୱକୁ ପ୍ରଥମ ନିର୍ଭରଯୋଗ୍ୟ ପ୍ରମାଣ ପ୍ରଦାନ କରିଥିଲା। ଏବେ ଆସନ୍ତୁ ଜାଣିବା ଏହି ଆବିଷ୍କାର ମାନବ ସଭ୍ୟତା ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ। ପୃଥିବୀରେ ଜୀବନର ମୂଳ ଆଧାର ହେଉଛି ଜଳ। ଆମେ ପିଉଥିବା ପାଣିଠାରୁ ଆରମ୍ଭ କରି କୃଷି, ଶିଳ୍ପ, ଚିକିତ୍ସା ଏବଂ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଜଳର ଭୂମିକା ଅପରିହାର୍ଯ୍ୟ। ଏହିପରି ଯଦି ଚନ୍ଦ୍ରରେ ଜଳ ଉପଲବ୍ଧ ଥାଏ ତେବେ ଭବିଷ୍ୟତରେ ସେଠାରେ ମଣିଷ ଦୀର୍ଘ ସମୟ ଧରି ରହିବାର ସମ୍ଭାବନା ବଢ଼ିଯାଏ। ବର୍ତ୍ତମାନ ଯେତେବେଳେ ମହାକାଶଚାରୀମାନେ ଅନ୍ତରୀକ୍ଷକୁ ଯାଆନ୍ତି ସେମାନଙ୍କ ପାଇଁ ପାଣି, ଖାଦ୍ୟ, ଅମ୍ଳଜାନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପୃଥିବୀରୁ ରକେଟ୍ ଯୋଗେ ନେବାକୁ ପଡ଼େ। ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ଜଟିଳ ପ୍ରକ୍ରିୟା। ଯଦି ଚନ୍ଦ୍ରରେ ଉପଲବ୍ଧ ଜଳକୁ ବିଶୋଧନ କରି ବ୍ୟବହାର କରାଯାଇପାରିବ ତେବେ ମହାକାଶଚାରୀମାନଙ୍କୁ ପାଣି ପୃଥିବୀରୁ ନେବାର ଆବଶ୍ୟକତା ବହୁ ପରିମାଣରେ କମିଯିବ। ଏହା କେବଳ ଖର୍ଚ୍ଚ କମାଇବ ନୁହେଁ ବରଂ ଦୀର୍ଘକାଳୀନ ମହାକାଶ ଅଭିଯାନକୁ ମଧ୍ୟ ସହଜ କରିଦେବ। ଆଉ ଏକ ରୋଚକ କଥା ହେଉଛି ଜଳକୁ ବୈଦ୍ୟୁତିକ ପ୍ରକ୍ରିୟାରେ ଭାଙ୍ଗି ହାଇଡ୍ରୋଜେନ୍ ଓ ଅମ୍ଳଜାନ ପୃଥକ କରାଯାଇପାରେ। ଅମ୍ଳଜାନ ମଣିଷର ଶ୍ୱାସକ୍ରିୟା ପାଇଁ ଆବଶ୍ୟକ ଆଉ ହାଇଡ୍ରୋଜେନ୍ ରକେଟ୍ ଇନ୍ଧନ ଭାବରେ ବ୍ୟବହୃତ ହୁଏ। ଅର୍ଥାତ୍ ଚନ୍ଦ୍ରରେ ଥିବା ଜଳ ଭବିଷ୍ୟତରେ ମହାକାଶଯାନ ପାଇଁ ଇନ୍ଧନ ଉତ୍ସ ମଧ୍ୟ ହୋଇପାରେ। ବୈଜ୍ଞାନିକମାନେ ଏହାକୁ ଇନ୍ ସିଟୁ ରିସୋର୍ସ ୟୁଟିଲାଇଜେସନ୍ ବୋଲି କହନ୍ତି। ଅର୍ଥାତ୍ ଯେଉଁ ଗ୍ରହ କିମ୍ବା ଉପଗ୍ରହ ମିଶନ ଚାଲିଛି ସେଠାରେ ଉପଲବ୍ଧ ସମ୍ପଦକୁ ସେଠାରେ ହିଁ ବ୍ୟବହାର କରିବା। ଏହାର ଆଉ ଏକ ବଡ଼ ସୁବିଧା ହେଉଛି ଚନ୍ଦ୍ରକୁ ଭବିଷ୍ୟତରେ ମଙ୍ଗଳ ଏବଂ ଅନ୍ୟାନ୍ୟ ଗ୍ରହକୁ ଯିବା ପାଇଁ ଏକ ମହାକାଶ କେନ୍ଦ୍ର ବା ସ୍ପେସ୍ ବେସ୍ ଭାବରେ ବ୍ୟବହାର କରାଯାଇପାରିବ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଅଧିକ ଥିବାରୁ ଏଠାରେ ରକେଟ୍ ଉତ୍କ୍ଷେପଣ ପାଇଁ ବହୁତ ଇନ୍ଧନ ଆବଶ୍ୟକ ହୁଏ। କିନ୍ତୁ ଚନ୍ଦ୍ରର ମାଧ୍ୟାକର୍ଷଣ ପୃଥିବୀରୁ ପ୍ରାୟ 1/6। ତେଣୁ ଚନ୍ଦ୍ରରୁ ମହାକାଶ ଯାତ୍ରା କରିବା ଅଧିକ ସହଜ ହୋଇପାରେ। ବୈଜ୍ଞାନିକମାନେ ବର୍ତ୍ତମାନ ଚନ୍ଦ୍ରରେ ସ୍ଥାୟୀ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରୁଛନ୍ତି। ଏପରି କେନ୍ଦ୍ରରେ ବୈଜ୍ଞାନିକମାନେ ମହାକାଶର ପରିବେଶ, ସୂର୍ଯ୍ୟର ବିକିରଣ, ନୂତନ ଖଣିଜ ସମ୍ପଦ ଏବଂ ଜୀବନର ସମ୍ଭାବନା ଉପରେ ଦୀର୍ଘ ସମୟ ଧରି ଗବେଷଣା କରିପାରିବେ। ଚନ୍ଦ୍ରରେ ଜଳ ଉପସ୍ଥିତି ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାର ଏକ ପ୍ରମୁଖ ଆଧାର। ଭାରତର ଚନ୍ଦ୍ରଯାନ-3 ଅଭିଯାନ ମଧ୍ୟ ଏହି ଦିଗରେ ନୂଆ ଆଶା ସୃଷ୍ଟି କରିଛି। 23 ଅଗଷ୍ଟ 2023ରେ ଚନ୍ଦ୍ରଯାନ-3 ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଅବତରଣ କରିଥିଲା। ବିଶ୍ୱରେ ପ୍ରଥମ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିଥିଲା। ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଚନ୍ଦ୍ରର ମାଟି, ତାପମାତ୍ରା, ରାସାୟନିକ ଉପାଦାନ ଏବଂ ଭୌତିକ ଗୁଣ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ପୃଥିବୀକୁ ପଠାଇଥିଲେ। ଏହି ତଥ୍ୟ ଭବିଷ୍ୟତରେ ଚନ୍ଦ୍ରରେ ଜଳ ବ୍ୟବହାର ଓ ମାନବର ବସତି ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ହେବ। ଆଜି ସମଗ୍ର ବିଶ୍ୱର ଅନେକ ଦେଶ ଚନ୍ଦ୍ର ଅନୁସନ୍ଧାନରେ ନିୟୋଜିତ। ଆମେରିକାର ଆର୍ଟେମିସ୍ ମିଶନ, ୟୁରୋପୀୟ ମହାକାଶ ସଂସ୍ଥା, ଜାପାନ, ରୁଷ ଓ ଚୀନ ମଧ୍ୟ ଚନ୍ଦ୍ରରେ ଦୀର୍ଘକାଳୀନ ଗବେଷଣା କେନ୍ଦ୍ର ସ୍ଥାପନର ଲକ୍ଷ୍ୟ ନେଇ କାମ କରୁଛନ୍ତି। ଏହି ସମସ୍ତ ପ୍ରକଳ୍ପର କେନ୍ଦ୍ରବିନ୍ଦୁରେ ରହିଛି ଚନ୍ଦ୍ରରେ ଉପଲବ୍ଧ ଜଳ। ବିଜ୍ଞାନ କେବଳ ମହାକାଶ ଅନୁସନ୍ଧାନରେ ସୀମିତ ନୁହେଁ। ଚନ୍ଦ୍ରରେ ଜଳର ଆବିଷ୍କାର ଆମକୁ ପୃଥିବୀର ଉତ୍ପତ୍ତି, ସୌରଜଗତର ବିକାଶ ଏବଂ ଜୀବନ ସମ୍ଭାବନା ବିଷୟରେ ମଧ୍ୟ ନୂତନ ତଥ୍ୟ ପ୍ରଦାନ କରୁଛି।
ଏହି ଗବେଷଣାରୁ ମିଳୁଥିବା ଜ୍ଞାନ ଭବିଷ୍ୟତରେ ପୃଥିବୀର ଜଳ ସମ୍ପଦ, ଜଳବାୟୁ ପରିବର୍ତ୍ତନ ଓ ଗୃହ ବିଜ୍ଞାନ ସମ୍ପର୍କରେ ଆମର ବୁଝାମଣାକୁ ଆହୁରି ସମୃଦ୍ଧ କରିବ। ଏହିପରି ଚନ୍ଦ୍ରରେ ଜଳର ଆବିଷ୍କାର କେବଳ ଏକ ଖବର ନୁହେଁ, ଏହା ମାନବ ସଭ୍ୟତାର ଭବିଷ୍ୟତକୁ ନୂତନ ଦିଗ ଦେଖାଉଥିବା ଏକ ବୈଜ୍ଞାନିକ ବିପ୍ଳବ। ପ୍ରିୟ ପିଲାମାନେ, ବିଜ୍ଞାନର ଇତିହାସ ଆମକୁ ଶିଖାଏ ଯେ ପ୍ରତ୍ୟେକ ବଡ଼ ଆବିଷ୍କାରର ଆରମ୍ଭ ହୁଏ ଗୋଟିଏ ଛୋଟ ପ୍ରଶ୍ନରୁ। ଚନ୍ଦ୍ରପୃଷ୍ଠରେ ଜଳ ଅଛି କି? ଏହି ସରଳ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପୃଥିବୀର ବୈଜ୍ଞାନିକମାନେ ଦଶନ୍ଧି ଧରି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଆଜି ଏହି ପ୍ରଶ୍ନର ଉତ୍ତର ମିଳିଛି ଏବଂ ଏହା ସହିତ ମାନବ ଭବିଷ୍ୟତର ମହାକାଶ ଯାତ୍ରା ପାଇଁ ନୂତନ ଆଶାର ଦ୍ୱାର ମଧ୍ୟ ଖୋଲାଯାଇଛି। ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି କେବଳ ବୈଜ୍ଞାନିକ କୌତୂହଳର ବିଷୟ ନୁହେଁ, ଏହା ଭବିଷ୍ୟତରେ ମାନବ ସଭ୍ୟତାକୁ ପୃଥିବୀ ବାହାରେ ବସବାସ କରିବାର ସମ୍ଭାବନା ଦେଖାଦେଇଛି। ବୈଜ୍ଞାନିକମାନଙ୍କ ମତରେ ଆଗାମୀ ଦଶନ୍ଧି ମଧ୍ୟରେ ଚନ୍ଦ୍ରରେ ସ୍ଥାୟୀ ବୈଜ୍ଞାନିକ ଗବେଷଣା କେନ୍ଦ୍ର ସ୍ଥାପନ ହୋଇପାରେ। ସେଠାରେ ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ରହି ଗବେଷଣା କରିପାରିବେ। ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ, ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଏବଂ ରକେଟ୍ ଇନ୍ଧନର କିଛି ଅଂଶ ସେଠାରେ ହିଁ ପ୍ରସ୍ତୁତ କରାଯାଇପାରିବ। ବିଜ୍ଞାନୀମାନେ ଆହୁରି ମନେ କରୁଛନ୍ତି ଯେ ଚନ୍ଦ୍ର ଭବିଷ୍ୟତରେ ମଙ୍ଗଳ ଗ୍ରହ ଏବଂ ଅନ୍ୟାନ୍ୟ ଦୂରସ୍ଥ ଗ୍ରହକୁ ମାନବ ଅଭିଯାନ ପଠାଇବା ପାଇଁ ଏକ ମହାକାଶ କେନ୍ଦ୍ର ଭାବେ ବିକଶିତ ହୋଇପାରେ। ଚନ୍ଦ୍ରରୁ ଉତ୍କ୍ଷେପିତ ମହାକାଶଯାନ ପୃଥିବୀ ଅପେକ୍ଷା କମ୍ ଇନ୍ଧନରେ ଦୂର ଗ୍ରହରେ ପହଞ୍ଚି ପାରିବ। ଏହା ମହାକାଶ ଯାତ୍ରାର ଖର୍ଚ୍ଚକୁ ହ୍ରାସ କରିବ ଏବଂ ନୂତନ ଗ୍ରହ ଅନୁସନ୍ଧାନକୁ ଅଧିକ ସହଜ କରିଦେବ। ପିଲାମାନେ, ଏହି ଐତିହାସିକ ସଫଳତାରେ ଭାରତର ଅବଦାନ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସୀମିତ ଆର୍ଥିକ ସମ୍ବଳ ଓ ଅତ୍ୟାଧୁନିକ ପ୍ରଯୁକ୍ତିର ସଠିକ୍ ବ୍ୟବହାର କରି ଭାରତୀୟ ବୈଜ୍ଞାନିକମାନେ ପ୍ରମାଣ କରିଛନ୍ତି ଯେ ଦୃଢ଼ ସଂକଳ୍ପ, ଜ୍ଞାନ ଓ ନିଷ୍ଠା ଥିଲେ ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ। ଚନ୍ଦ୍ରଯାନ-1 ବିଶ୍ୱକୁ ଚନ୍ଦ୍ରରେ ଜଳ ପ୍ରଥମ ନିର୍ଭରଯୋଗ୍ୟ ପ୍ରମାଣ ଦେଇଥିଲା। ଚନ୍ଦ୍ରଯାନ-2 ଚନ୍ଦ୍ର ଅନୁସନ୍ଧାନରେ ଭାରତର ଦକ୍ଷତାକୁ ଆହୁରି ସୁଦୃଢ଼ କରିଥିଲା ଏବଂ ଚନ୍ଦ୍ରଯାନ-3ର ସଫଳତା ଅବତରଣ ଭାରତକୁ ବିଶ୍ୱର ଅଗ୍ରଣୀ ମହାକାଶ ଶକ୍ତିମାନ ଦେଶମାନଙ୍କ ମଧ୍ୟରେ ଏକ ସମ୍ମାନଜନକ ସ୍ଥାନ ଦେଇଛି। ଏହି ସଫଳତା କେବଳ ବୈଜ୍ଞାନିକ ସଫଳତା ନୁହେଁ, ଏହା ଭାରତର ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା। ଆଜିର ଯୁବ ସମାଜ ହିଁ ଆସନ୍ତାକାଲିର ବୈଜ୍ଞାନିକ, ମହାକାଶଚାରୀ, ଇଞ୍ଜିନିୟର ଏବଂ ଗବେଷକ। ସେଥିପାଇଁ ଆମ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ଜିଜ୍ଞାସା ଓ ନବସୃଜନର ମନୋଭାବ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ। ପ୍ରଶ୍ନ ପଚାରିବା, ପରୀକ୍ଷା କରିବା ଏବଂ ସତ୍ୟକୁ ଖୋଜିବାର ପ୍ରବୃତ୍ତି ହିଁ ବିଜ୍ଞାନର ମୂଳ ଆଧାର। ବିଜ୍ଞାନ କେବଳ ପରୀକ୍ଷାଗାରରେ ସୀମିତ ନୁହେଁ, ଆମ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନର ଅବଦାନ ରହିଛି। ମୋବାଇଲ ଫୋନ, କମ୍ପ୍ୟୁଟର, ଇଣ୍ଟରନେଟ୍, ଚିକିତ୍ସା ବିଜ୍ଞାନ, କୃଷି, ପାଣିପାଗ ପୂର୍ବାନୁମାନ, ଉପଗ୍ରହ ଯୋଗାଯୋଗ ସବୁକିଛି ବିଜ୍ଞାନର ଦାନ। ସେହିପରି ମହାକାଶ ଗବେଷଣା ମଧ୍ୟ ଶେଷରେ ମାନବ କଲ୍ୟାଣ ପାଇଁ ହିଁ କାମ କରେ। ପିଲାମାନେ, ଚନ୍ଦ୍ରପୃଷ୍ଠରେ ଜଳର ଆବିଷ୍କାର ଆମକୁ ଏକ ବଡ଼ ଶିକ୍ଷା ଦିଏ। ଯେଉଁ କାର୍ଯ୍ୟ ଏକଦା ଅସମ୍ଭବ ମନେ ହେଉଥିଲା, ଆଜି ତାହା ବାସ୍ତବରେ ପରିଣତ ହୋଇଛି। ଏହା ପ୍ରମାଣ କରେ ଯେ ମଣିଷ ଜ୍ଞାନର କୌଣସି ସୀମା ନାହିଁ। ଯେତେ ଅଧିକ ଆମେ ଅନୁସନ୍ଧାନ କରିବା, ସେତେ ଅଧିକ ନୂତନ ରହସ୍ୟର ଉନ୍ମୋଚନ ହେବ। ହୁଏତ ଆଗାମୀ ଦିନରେ ଆମେ ଚନ୍ଦ୍ରରେ ସ୍ଥାୟୀ ମାନବ ବସତି, ମଙ୍ଗଳ ଗ୍ରହରେ ଗବେଷଣା କେନ୍ଦ୍ର, ଏପରିକି ସୌରଜଗତର ଅନ୍ୟାନ୍ୟ ଗ୍ରହରେ ମଧ୍ୟ ମାନବର ପଦଚିହ୍ନ ଦେଖିପାରିବା। ପିଲାମାନେ, ଆମ ଦେଶର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ବୈଜ୍ଞାନିକ ମନୋଭାବକୁ ସମ୍ମାନ କରିବା
ଅନ୍ଧବିଶ୍ୱାସକୁ ପରିତ୍ୟାଗ କରିବା ଏବଂ ଯୁକ୍ତି ପ୍ରମାଣ ଓ ଜ୍ଞାନକୁ ଜୀବନର ମାର୍ଗଦର୍ଶକ ଭାବେ ଗ୍ରହଣ କରିବା। ବିଜ୍ଞାନ ପ୍ରତି ଆଗ୍ରହ ହିଁ ଏକ ଦେଶକୁ ଉନ୍ନତିର ପଥରେ ଆଗକୁ ନେଇଯାଏ। ଶେଷରେ ଏତିକି କହିବି, ଚନ୍ଦ୍ରପୃଷ୍ଠରେ ଜଳର ଆବିଷ୍କାର କେବଳ ଚନ୍ଦ୍ରର କାହାଣୀ ନୁହେଁ, ଏହା ମାନବ ସଭ୍ୟତାର ଭବିଷ୍ୟତର କାହାଣୀ। ଏହା ବିଜ୍ଞାନର ବିଜୟ, ଗବେଷଣାର ବିଜୟ ଏବଂ ମାନବର ଅଦ୍ୟମ ଜିଜ୍ଞାସାର ବିଜୟ। ଏହି ଆଶା ଓ ବିଶ୍ୱାସ ସହିତ ଆଜିର ବାର୍ତ୍ତାକୁ ଏଠାରେ ସମାପ୍ତ କରୁଛି। ଧନ୍ୟବାଦ। ନମସ୍କାର।